ମୋ ନାଁ ସ୍ମୃତି ରଞ୍ଜନ ରାଉତ ଆଉ ମୁଁ ଏଇ ଜିଗିନପୁର ବାସିନ୍ଦା ପ୍ଲସ ଓକିଲାତି ବି କରେ କଟକ। ସମ୍ମିଳନୀ ଆଜି ଆପଣ ଆୟୋଜନ କରିଥିଲେ ତିନୋଟି ପଞ୍ଚାୟତକୁ ନେଇ କ'ଣ ଏହାର ଆଭିମୁଖ୍ୟ ରହିଛି? ଆଭିମୁଖ୍ୟ ରହିଛି କିଛି ଦିନ ହବ ଆମର ତ ଦାୟିତ୍ୱ ଥିଲା ଯେଠି ହେବା ପାଇଁ, କିନ୍ତୁ କିଛି ଦିନ ହବ ଆମ ଭିତରେ ସଂସ୍କୃତି ପରମ୍ପରା ଆମ ପରିବାରର ଭେଦଭାବ ଆଉ ପରିବାରରେ ଡିଭାଇଡେଡ ଆଉ ଆମେ ସବୁ ପାଶ୍ଚାତ୍ୟ ଆଭିମୁଖ୍ୟ ଆଡ଼କୁ ଯାଉଛୁ। ତେଣୁ ଗୋଟେ ଆର୍ଏସ୍ଏସ୍ ଆମର ଆର୍ଏସ୍ଏସ୍ କାର୍ଯ୍ୟକଳାପ ଅନୁସାରେ ଆମର ଗୋଟେ ହିନ୍ଦୁ ସମ୍ମିଳନୀ ମିଶନ କୋଇଲ ବ୍ଲକରେ ହବ ଏବଂ ପ୍ରଥମେ ହିନ୍ଦୁ ସଜାଗ କେମିତି ହେବେ ସେ ବାବଦରେ ମିଶନ କୋଇଲ ବ୍ଲକର ବରାଦ ମଣ୍ଡଳ ଅଞ୍ଚଳ ଆମର ଏ ବୈଠକ ପ୍ରଥମ କରାଗଲା ଏବଂ ମକର ସଂକ୍ରାନ୍ତି ଆମେ ସେ ପରିବର୍ତ୍ତନ ପାଇଁ ଚିନ୍ତା କଲୁ, ଯେହେତୁ ମକର ସଂକ୍ରାନ୍ତିରେ ଆମର ଋତୁ ପରିବର୍ତ୍ତନ ହେଉଛି ଏବଂ ସେ ସଂକ୍ରାନ୍ତି ଅନୁସାରେ ଆମେ ଏଇ ଜିନିଷ ଆଜି ଦିନ ପରିଚୟ ନେଲୁ ନାଇଁ ଏଇ ଜିନିଷ ଭଲ ଭାବେ ହେଇପାରିବ ବରାଦ ପଞ୍ଚାୟତରେ। ଏବଂ ଏଥିପାଇଁକା ତିନୋଟି ପଞ୍ଚାୟତର 12ଟି ଠାକୁରାଣୀ ଗ୍ରାମ ଦେବତୀ ଆଗେ ପ୍ରଥମେ ସ୍ନାନ କଲେ ସ୍ତ୍ରୀ ଲୋକଙ୍କ ମାଧ୍ୟମରେ, ତାପରେ ଆମର ସୂର୍ଯ୍ୟ ପୂଜା ହେଲା ତିନୋଟି ପଞ୍ଚାୟତର ମଙ୍ଗଳ କାମନା ପାଇଁ ଏବଂ ଗୋ ପୂଜନ ହେଲେ ମହାଦେବ ଏବଂ ଯେଉଁ ଜଳ ଆସିଥିଲା ଜଳ ଅନୁସାରେ ମହାଦେବ ମଧ୍ୟ ତାଙ୍କର ସ୍ନାନ କରି ସମସ୍ତଙ୍କର ମଙ୍ଗଳ କାମନା କରାଗଲା। ମକର ସଂକ୍ରାନ୍ତି ଠାରୁ ଆମେ ସଂକଳ୍ପ ନେଲୁ ଯେ ହିନ୍ଦୁ ସଂସ୍କୃତି ପରମ୍ପରା କେମିତି ବଜାୟ ରହିବ ଏବଂ ଆମ ଭିତରେ ପରିବର୍ତ୍ତନ ଆସିବ। ଲଳିତ ମୋହନ ପ୍ରଧାନ, ଘର ସାଲେପୁର, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କଟକ ଜିଲ୍ଲା କାର୍ଯ୍ୟଭାର। ହିନ୍ଦୁମାନଙ୍କୁ ସଂଗଠିତ କରିବା, ତାଙ୍କ ଭିତରେ ସ୍ୱାଭିମାନ ଆଣିବା। ମୁଁ ହିନ୍ଦୁମାନଙ୍କ ଭିତରେ ଆଜି ସାରା ବିଶ୍ୱରେ ଆପଣ ଦେଖନ୍ତୁ ହିନ୍ଦୁ ଅତ୍ୟାଚାରିତ, ଆଜି ସାରା ବିଶ୍ୱରେ ଆପଣ ଦେଖନ୍ତୁ ହିନ୍ଦୁ ଶୃଙ୍ଖଳିତ କିନ୍ତୁ ଅତ୍ୟାଚାରିତ। କାହିଁକି ନା ହିନ୍ଦୁ ହିଂସ୍ର ହେଇପାରୁନାହିଁ, ନିଜକୁ ସୁରକ୍ଷା ଦେଇପାରୁନାହିଁ, ସେଥିପାଇଁ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି। ତେଣୁ ଆମର ଉଦ୍ଦେଶ୍ୟ ଆମେ ଶକ୍ତିଶାଳୀ, ଆମେ ବହୁତ ଜ୍ଞାନୀ, ଆମ ପାଖରେ ଅନେକ ଅସ୍ତ୍ରଶସ୍ତ୍ର ଜ୍ଞାନର ଭଣ୍ଡାର ଆମ ପାଖରେ ଅଛି, ଅସ୍ତ୍ରଶସ୍ତ୍ର ଭଣ୍ଡାର ଆମ ପାଖରେ ଅଛି, କିନ୍ତୁ ଆମେ ସଂଗଠିତ ହେବା ଏବଂ ଆମ ଭିତରେ ସମାଜ ଭିତରେ ଜାଗରଣ ହଉ ଓ ସମାଜ ସଂଗଠିତ ହଉ, ତାହେଲେ ଆମେ ବିଦେଶୀ ଯେଉଁ ଶତ୍ରୁ ଶକ୍ତିକୁ ମୁକାବିଲା କରିପାରିବା ଏବଂ ହିନ୍ଦୁ ସମାଜ ସଶକ୍ତ ହେବ, ସମାଜ ସବଳ ହେବ ଆଉ ଦେଶର ବିକାଶ ହେବ। ସାହୁକ୍ଷେତ କାଳଦାସ୍ଥିତ ସାହୁକ୍ଷେତ ଗ୍ରାମର ବ୍ରହ୍ମତତ୍ତ୍ୱ ଯୋଗ ଆଶ୍ରମର ମୁଁ ଗୋଟେ ଛୋଟ ସେବକ ଗୁରୁ ମହାରାଜଙ୍କର ଆଶ୍ରମରେ। ତେଣୁ ମୋତେ ଆଜି ଏଠି ନିମନ୍ତ୍ରଣ କରାଯାଇଥିଲା ଶ୍ରୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ ତରଫରୁ ଯେ କିଛି ବିଶ୍ୱ ହିନ୍ଦୀ ପରିଷଦ ତରଫରୁ କିଛି ଚେତନା ଦେବା ପାଇଁ। ତେଣୁ ଏଇ ଚେତନା ବାଣୀ କୁହାଯାଉଛି କି ମୋ ତରଫରୁ ଯେ ସମସ୍ତ ସନାତନ ହିନ୍ଦୁ ଭାଇ ଭଉଣୀମାନଙ୍କ ଭିତରେ ଯଦି ନିଜେ ନିଜ ଧର୍ମକୁ ପାଳନ କରିବେ, ନିଜ ଭିତରେ ଜାଗ୍ରତ ଚେଷ୍ଟା କରିବେ, ପ୍ରୟାସ କରିବେ, ତାହେଲେ ଆମର ସମସ୍ତ ଯେଉଁ ହିନ୍ଦୁ ସମାଜ ଅଛି, ଧର୍ମ ଅଛି, ସେ ଉତ୍ଥାନ ଆଡ଼କୁ ଯିବ, ପତନ ଆଡ଼କୁ ଯିବ ନାହିଁ। ଆମେ ପରସ୍ପର ଭିତରେ ବାଣ୍ଟି ହେଇଯାଇଛନ୍ତି, ପରସ୍ପରକୁ ସ୍ନେହ ଶ୍ରଦ୍ଧା ଭଲ ପାଇବା ଦେଉନାହାନ୍ତି। ସେଥିପାଇଁ ଆମେ ସମସ୍ତେ ଆଜି ବାଣ୍ଟି ହେଇଛନ୍ତି, ଯାହାଫଳରେ ଆମ ଉପରେ ଆଜି ପ୍ରତ୍ୟେକ ଧର୍ମ ବାଲା ଆମକୁ କଟାକ୍ଷ କରୁଛନ୍ତି, ନିଚା ଦେଖାଉଛନ୍ତି, ଛୋଟ ଦେଖାଉଛନ୍ତି। ଯେଉଁଦିନ ଆମେ ଆମ ଭିତରେ ନିଜେ ଜାଗ୍ରତ ହେଇଯିବା, ସନ୍ଥ ମହାପୁରୁଷଙ୍କ ବାଣୀକୁ ଶୁଣିବା, ଗୀତା ଭାଗବତ ଉପନିଷଦ ବାଣୀକୁ ନିଜ ଭିତରେ କଣ୍ଠଗତ କରିବା ସହିତ ତାକୁ ଆଚରଣରେ ପରିଣତ କରିବା, ତାହେଲେ ଆମ ଜୀବନ ଶାନ୍ତିମୟ ଆନନ୍ଦମୟ ହେବା ସହିତ ଆମ ସମାଜ ବି ଉତ୍ଥାନ ଆଡ଼କୁ ଯିବ ଆଉ ଆମର ଧର୍ମକୁ କେହି ବି ଚନ୍ଦ୍ରଗ୍ରହଣ କଲା ଭଳିଆ କେହି ଗ୍ରାସ କରିପାରିବେନି ଆଉ ଆମେ ସମସ୍ତେ ସମାଜର ମଙ୍ଗଳ କରିବା ସହିତ ନିଜର ବି କଲ୍ୟାଣ କରିବା ଆନନ୍ଦ କରିବା।